ଚୂଡ଼ାକୁଟି ପଞ୍ଚାୟତ ଅନ୍ତର୍ଗତ ପଳସା ସତ୍ୟନାରାୟଣ ପୀଠରେ ପାଲା ଅନୁଷ୍ଠିତ ହୋଇଯାଇଛି। ଆମ ଉତ୍କଳ ପ୍ରଦେଶର ଯେତେ ପ୍ରକାର ସଂସ୍କୃତି ରହିଛି ତନ୍ମଧ୍ୟରୁ ପାଲା ଅନ୍ୟତମ। ମୋଗଲ ଶାସନ ଅମଳରୁ ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା ଚଳି ଆସୁଛି। ସତ୍ୟପୀର ନାମରେ ଏହି ପାଲା ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ୱୟକୁ ବୁଝାଉଛି। ବର୍ତ୍ତମାନ ମଧ୍ୟ ଓଡ଼ିଶାର ଘରେ ଘରେ ସତ୍ୟପୀର ପୂଜା ଅନୁଷ୍ଠିତ ହେଉଛି। ଏହା ବିଭିନ୍ନ କାହାଣୀକୁ ଆଧାର କରି ଗତିଶୀଳ ହୋଇଥାଏ। କେତେକଙ୍କ ମତରେ ପାଲା ଦଣ୍ଡ ନାଚର ପରବର୍ତ୍ତୀ ସଂସ୍କରଣ। ଦଣ୍ଡ ନାଚରେ ବିଭିନ୍ନ ପୌରାଣିକ ଆଖ୍ୟାନକୁ ଆଧାର କରି ବିଭିନ୍ନ ସଙ୍ଗୀତ ଗାନପୂର୍ବକ ଦର୍ଶକମାନଙ୍କର ମନୋରଞ୍ଜନ କରାଯାଇଥାଏ। କ୍ରମଶଃ ତାହା ନୂତନ ରୂପ ଧାରଣ କରି ଏକ ସାଂସ୍କୃତିକ ଚେତନାର ବାର୍ତ୍ତାବହ ରୂପେ ପ୍ରତିଷ୍ଠା ଲାଭ କରିଛି। ଏହି ଆଧାରରେ ଧାମନଗର ବ୍ଲକର ସରେଇ ଚୂଡ଼ାକୁଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଳସାଠାରେ ଥିବା ସତ୍ୟନାରାୟଣଙ୍କ ପୀଠରେ ପାଲା ଅନୁଷ୍ଠିତ ହୋଇଯାଇଛି। ପାଲା ପରିବେଷଣ କରିଥିଲେ ଗାୟିକା ମୀନାକ୍ଷୀ ପ୍ରଧାନ ଓ ସସ୍ମିତା ପ୍ରଧାନ ଏବଂ ତାଙ୍କ ସାଥୀ। ସରପଞ୍ଚ କସ୍ତୁରୀ ବିଶ୍ୱାଳ, ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼, ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ ବିଶ୍ୱାଳ, ବିଦ୍ୟାଧର ଧଳ, ଉମାକାନ୍ତ ସାମଲ, ପ୍ରତାପ ପାଢ଼ୀ, ଶଶିକାନ୍ତ ପୁହାଣ, ସୁରେନ୍ଦ୍ର ସାହୁ, ଶମ୍ଭୁନାଥ ପରିଡ଼ା, ଶ୍ରୀକାନ୍ତ ପୁହାଣ, ନାରାୟଣ ଜେନାଙ୍କ ସମେତ ଗ୍ରାମବାସୀ ପାଲା ଆୟୋଜନ କରିଥିଲେ। ଧାମନଗରରୁ ଫିରୋଜ ଶାହଙ୍କ ରିପୋର୍ଟ, ଲୋକଭାଷା ଲାଇଭ୍।